ଗତ ଫେବୃଆରୀ ମାସରେ ଫେବୃଆରୀ 20/2/2025 ମସିହାରେ ଆମର ମଙ୍ଗଳପୁର ଥାନା ଅଧୀନସ୍ଥ ଗୋଟେ ବୋତଲଟାଙ୍ଗ ଗୋଟେ ଗାଁ ଅଛି। ସେ ଜାଗାରେ ଗୋଟେ ବଡ଼ ଧରଣ ଡକାୟତ ହେଇଥିଲା, ଯେଉଁଥିରେ କି ପାଖାପାଖି ରାତି 9ଟା ବେଳେ କିଛି ଡକାୟତ ହାତରେ ବନ୍ଧୁକ ଧରି ଜଣ ଘର ଭିତରୁ ପଶିଥିଲେ ଏବଂ ବନ୍ଧୁକ ମୁନରେ ତାଙ୍କ ଘରୁ ସେମାନେ ଘର ପରିବାର ଲୋକଙ୍କୁ ଭୟଭୀତ କରାଇ ଗୋଟେ ସୁନା ଚେନ୍, 3ଟି ମୋବାଇଲ ଫୋନ୍ ଆଉ କିଛି ଅସବାବପତ୍ର ନେଇଯାଇଥିଲେ। ଏହା ବ୍ୟତୀତ ମଧ୍ୟ ଆମର ମଙ୍ଗଳପୁର, ବିଞ୍ଜାରପୁର, ଅଳକୁଣ୍ଡ, ଦଶରଥବାଦୀ ଅଞ୍ଚଳରେ ବହୁତ ମଧ୍ୟ ଏଭଳିଆ ଡକାୟତ କେସ୍ ବର୍ଗଲାଇ କେସ୍ ମଧ୍ୟ ସଂଘଟିତ ହେଇଥିଲା। ତେଣୁ ସେଥିପାଇଁ କି ଏଇ ଯେଉଁ ଘଟଣାକୁ ଆମେ ଅତ୍ୟନ୍ତ ଗୁରୁତ୍ୱ ସହକାରେ ନେଇଥିଲୁ। ସେଥିପାଇଁ ମଧ୍ୟ 2ଟା ସ୍ପେଶାଲାଇଜ୍ ଟିମ୍ ଫର୍ମେସନ୍ କରାଯାଇଥିଲା, ଗୋଟେ IIC ମଙ୍ଗଳପୁର ଆଣ୍ଡ IIC ଅଳକୁଣ୍ଡଙ୍କ ନେତୃତ୍ୱରେ। ସେଥିପାଇଁ କି ଆମେ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଜାଗାରେ ଆମେ ତଦନ୍ତ ଜାରି ରଖିଥିଲୁ। CCTV ଫୁଟେଜ୍, ବିଭିନ୍ନ MO କ୍ରିମିନାଲ୍ସକୁ ଭେରିଫିକେସନ୍ କରିବା, ଏସବୁ ବିଭିନ୍ନ ଆଙ୍ଗେଲରୁ ଆମେ ବିଭିନ୍ନ ଜାଗାରେ ତଦନ୍ତ କରୁଥିଲୁ। ଗତ କିଛି ଦିନ ତଳେ କେଉଁଝର ଜିଲ୍ଲାରେ ଆମର ଚୋରି ହୋଇଥିବା ମୋବାଇଲ ଫୋନ୍କୁ ଆମେ ଠାବ କରିଥିଲୁ ଏବଂ ତାକୁ ଆମେ ଲିଙ୍କ୍ ଭାବରେ ଗ୍ରହଣ କରିକିରି ଗୋଟିଏ ପରେ ଗୋଟିଏ ଆମେ ଅନ୍ୟ ଆସାମୀମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲୁ। ସେ ଆସାମୀମାନଙ୍କୁ ଧରିଲା ପରେ ଆମେ ଆମର ତାର ଲୋକାଲ ଲିଙ୍କଟା ଖୋଜିବାକୁ ଚେଷ୍ଟା କରିଥିଲୁ, କାରଣ ଯେତେବେଳେ ମଙ୍ଗଳପୁରରେ ଡକାୟତ ହେଇଛି ଲୋକାଲ ଲିଙ୍କ ଖୋଜିବାକୁ ଚେଷ୍ଟା କରିଥିଲୁ। ସେଥିରୁ ଜାଣିବାକୁ ପାଇଲୁ ଯେ ସେ ଯେଉଁ ଘଟଣା ହେଇଥିଲା ବୋତଲଟାଙ୍ଗ ତା ପାଖାପାଖି ଅଞ୍ଚଳ ଏବଂ ସେଇ ଗାଁର ଗୋଟିଏ ରୁଦ୍ର ନାରାୟଣ ପାଢ଼ୀ, ଗୋଟେ ପ୍ରଭାକର ସାହୁ, ସନ୍ଦୀପ ଭୂୟାଁ, ଗୋଟେ ବାବୁଲ ଦାସ, ଏଇ 4 ଜଣ ମାନେ ଯୋଜନାବଦ୍ଧ ଭାବରେ ସେମାନେ ବାହାରର ଅନ୍ୟ ଆସାମୀମାନଙ୍କ ସହିତ ସମ୍ପର୍କିତ ହୋଇଥିଲେ ଏବଂ ସେମାନେ ଡକେଇକିରି এই ଘଟଣା ସେମାନେ ଘଟେଇଥିଲେ। ଏବଂ ସେଥିପାଇଁ ଆସାମୀମାନେ ଯେଉଁ ବ୍ୟବହାର କରିଥିଲେ ଗୋଟେ ସ୍କର୍ପିଓ ଗାଡ଼ି, ସେ ସ୍କର୍ପିଓ ଗାଡ଼ିକି ଆମେ ଠାବ କରିଛୁ। 2ଟା ମୋଟରସାଇକେଲ, ଗୋଟେ MT ମୋଟରସାଇକେଲ ଆଉ ଗୋଟେ ହୁଣ୍ଡା ୟୁନିକର୍ନ ମୋଟରସାଇକେଲ। ତା ବ୍ୟତୀତ ଯେଉଁ ସେମାନେ ମୋବାଇଲ ଫୋନ୍ ଚୋରି କରିଥିଲେ 3ଟାଙ୍କୁ ମଧ୍ୟ ଆମେ ରିକଭରି କରିଛୁ ଏବଂ ଚୋରି ହେଇଥିବା ସୁନା ଚେନ୍, ଆଙ୍କଲେଟ୍, ମୁଦି, ସାଙ୍ଖି ଆଉ କିଛି ୟୁଟେନ୍ସିଲ୍ସ ଏବଂ ଫ୍ୟାନ୍ ଏମିତି ଜିନିଷ ମଧ୍ୟ ରିକଭରି କରାଯାଇଛି ଏବଂ ସେମାନେ ସମସ୍ତେ ତାକୁ କନଫେସ୍ କରୁଛନ୍ତି। ଏହା ବ୍ୟତୀତ ସେଇ ବୋତଲଟା ବ୍ୟତୀତ ବିଞ୍ଜାରପୁର, ମଙ୍ଗଳପୁର, ଦଶରଥବାଦୀ ଅଞ୍ଚଳ ମଧ୍ୟ ଆହୁରି ବହୁତ କେସ୍ ମଧ୍ୟ ସେମାନେ ସଂଗଠିତ କରିଛନ୍ତି। ସେ ସମସ୍ତ ଆସାମୀ 7 ଜଣ ଆସାମୀକି ଆମେ ଏପର୍ଯ୍ୟନ୍ତ ଗିରଫ କରୁଛୁ ଏବଂ ସେମାନଙ୍କୁ ଆମେ କୋର୍ଟ ଚାଲାଣ କରିବୁ। ଏହା ବ୍ୟତୀତ ଆଉ ଯେଉଁ ଆସାମୀମାନେ ଅଛନ୍ତି ସେମାନେ 2-3 ଜଣ ଅଛନ୍ତି ଆସାମୀ, ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରିବୁ।